ଦିଆ ସାହାଯ୍ୟ କରିଛି। ସେଥିପାଇଁ ସମସ୍ତଙ୍କୁ ଏ ବିଶ୍ରାମ କାଳରେ ମୁଁ ଆପଣମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଉଛି। ଆଜି ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି କି ତାଙ୍କ ପ୍ରକୃତି ବିଷୟରେ, ନେଚର ବିଷୟରେ ଆପଣମାନଙ୍କ ନିକଟରେ କିଛି କହିବା ପାଇଁ। କି ଆମେ ଯଦି ଦେଖୁଛୁ ପରମ ଗୀତ 2 ଅଧ୍ୟାୟ ତାର 1 ପଦରେ, ପରମ ଗୀତ 2 ପର୍ବ ଏବଂ 1 ବଚନ, ମୁଁ ସାରଣର ଗୋଲାପ, ତଳଭୂମିର ଶୋଷଣର ପୁଷ୍ପ। ଆମେ ଦେଖୁଛୁ ଏଠି ଗୋଟେ ଫୁଲ ବିଷୟରେ କୁହାଯାଇଛି। ବାସ୍ତବରେ ଫୁଲ ହେଉଛି ପ୍ରକୃତିର ସବୁଠାରୁ ବଡ଼ ମୂଲ୍ୟବାନ ଦାନ, ଯାହା ପରମେଶ୍ୱର କରନ୍ତି। ପରମେଶ୍ୱର ଆମମାନଙ୍କୁ, ଆମେ ଯେତେବେଳେ ସର୍ବପ୍ରଥମେ ଆମର ଆଜ୍ଞା ମାନେ ଆସିଲେ କି ଦୂର ଦୂରାନ୍ତରୁ ଆମର ସାର୍ ଏବଂ ପୌର ସାର୍, ଆମେ ସେମାନଙ୍କୁ ପୁଷ୍ପ ମାଳ ଦେଇକି ସ୍ୱାଗତ କଲେ। ଏହାଦ୍ୱାରା ଆମେ ଦେଖୁଛୁ କି ଫୁଲର ମହତ୍ଵ। ଆଜି ସକାଳୁ ସକାଳୁ ଲୋକମାନେ ଉଠିଲା ମାନେ କିଛି ଲୋକ ତାଙ୍କ ଘର ସାମ୍ନାରେ କିଛି ଫୁଲ ରଖିଥାନ୍ତି, ଗଛ ଲଗେଇଥାନ୍ତି। ସେମାନେ ମୁହଁ ଧୋଇକି ତାଙ୍କର ଦୃଷ୍ଟି ଫୁଲ ଉପରେ ପଡ଼ିଯାଏ। ଏହାଦ୍ୱାରା କ'ଣ ହୁଏ ନା, ମଣିଷର ମନ ଭିତରେ ଗୋଟେ ସକାରାତ୍ମକ ଏନର୍ଜିର ପ୍ରଭାବ ବିସ୍ତାରିତ ହୁଏ, ଯାହାକି ଦିନ ସାରା ମନକୁ ପ୍ରଫୁଲ୍ଲିତ କରିବାରେ ସାହାଯ୍ୟ କରେ। ତ ଦ୍ୱିତୀୟ ବିଷୟ ହେଉଛି, ଆମେ ଦେଖୁଛୁ ଫୁଲକୁ ନେଇକି ଅନେକ ଲୋକ, କିଏ ମନ୍ଦିରରେ ପୂଜା କରୁଛି, କିଏ ଠାକୁର ମନ୍ଦିର ପୂଜା କରୁଛି। ବିଶେଷ ଭାବରେ ଆମ ଦେଖୁଛୁ ଆମର ଉପାସନା ସ୍ଥଳୀ ସାମ୍ନାରେ ମଧ୍ୟ ଫୁଲ ରହିଛି। ଏହାର ମହତ୍ଵ ହେଉଛି କି ଆମମାନଙ୍କ ଜୀବନରେ ଗୋଟେ ପଜିଟିଭ ଏନର୍ଜି ସେ କ୍ରିଏଟ୍ କରିଥାଏ। ତ ଯଦ୍ୱାରା କି ଆମମାନେ ଦିନ ସାରା ସେଇ ପଜିଟିଭ ଏନର୍ଜିକୁ ଫିଲ୍ କରିଥାଉ ଏବଂ ଆମ ଦୈନନ୍ଦିନ କାର୍ଯ୍ୟରେ ଆମେ ଆଗକୁ ବଢ଼ିବାରେ ମଧ୍ୟ ସାହାଯ୍ୟ ହୋଇଥାଏ। ତ ଆପଣମାନେ ସମସ୍ତେ କେତେବେଳେ ବି ଫୁଲର ଉପକାରିତା ଆମମାନଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ। ବହୁତ ବଡ଼ ବଡ଼ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସଭା କାର୍ଯ୍ୟରେ ଆମନ୍ତ୍ରଣ କରାଯାଏ। ସେମାନେ କୋଟିପତି ହେଇଥିଲେ ମଧ୍ୟ ଆମେ ତାଙ୍କୁ ସୁବର୍ଣ୍ଣ କିମ୍ବା ରୂପା ଚାନ୍ଦିରେ ସେମାନଙ୍କୁ ସ୍ୱାଗତ କରିନଥାଉ, କିନ୍ତୁ ଫୁଲ ଦ୍ୱାରା ଆମେ ସେମାନଙ୍କୁ ସ୍ୱାଗତ କରିଥାଉ। ବାସ୍ତବରେ ଦୁନିଆର ହୁଏତ ଫୁଲଟା ଯଦି ଏତେ ଏତେ ବଡ଼ ଲୋକମାନଙ୍କ ପାଇଁ ଏତେ ସ୍ୱାଗତ ଯୋଗ୍ୟ ବିଷୟ, ତ ତାର ମୂଲ୍ୟଟା କାହିଁକି ଏତେ ଅଧିକ ହେଲା ନାହିଁ ବୋଲି ମୁଁ ଭାବୁଥିଲି ମନେ। ତ ବାସ୍ତବରେ ଯଦି ଅଧିକ ହେଇଥାନ୍ତା, ଆମ ଭଳି ଗରିବ ଲୋକମାନେ କ'ଣ ତାକୁ ଆଣିକି ଆଉ ଏଭଳି ସେବା କାର୍ଯ୍ୟ ବ୍ୟବହାର କରିପାରିଥାନ୍ତି। କିନ୍ତୁ ବିଷୟ ହେଉଛି କ'ଣ, ପ୍ରଭୁ ଏ ଜଗତ ପାଇଁ, ଏ ଜଗତର ଲୋକମାନଙ୍କ ନିମନ୍ତ ପାଇଁ ଏ ସୁନ୍ଦର ସୃଷ୍ଟି ଭିତରେ ସବୁଠୁ ଅତି ସୁନ୍ଦର ଭାବରେ ଗୋଟିଏ ବିଷୟ ଦେଇଛନ୍ତି, ସେଟା ହେଉଛି ପୁଷ୍ପ। ଆଉ ଆମମାନେ ସେ ପୁଷ୍ପକୁ ଦେଖିଲା ବେଳେ ଆମ ଭିତରେ ମନରେ କେତେ ଆଗ୍ରହ, କେତେ ଶାନ୍ତି, କେତେ ଆନନ୍ଦ ଅନୁଭବ କରୁଛି। ଆଉ ଥରେ ମୁଁ ଘରୁ କହିବାକୁ ଚାହେଁ ମୋ ବିଷୟରେ। ମୁଁ ଘରକୁ ଆସିଲା ବେଳକୁ ମୋର ମୋବାଇଲ, ମୋର ଗୋଟେ ଛୋଟ ଝିଅ, ସିଏ ତାକୁ ପକେଇ ଦେଇଛି ଆଉ ଭାଙ୍ଗି ଯାଇଛି। ମୋ ଘର ସାମ୍ନାରେ ଗୋଟେ ଗେଣ୍ଡୁ ଫୁଲ ଗଛ ଅଛି। ଆଉ ସମସ୍ତେ ତାକୁ କହିଛନ୍ତି, ବାପା ଆସିଲେ ଆଜି ତୋତେ ବାଡ଼େଇବି, ଆଉ ତୁ ହଉଛି ମୋବାଇଲ ଭାଙ୍ଗି ଦେଇଛୁ, ଆଉ ବିଲକୁଲ ମୋବାଇଲ ଧରିବୁନି। ତାପରେ ମୁଁ ଯେତେବେଳେ ଘରକୁ ଆସିଲି, ତ ସେ ମୋତେ ବାପା ବାପା କହି ଗୋଟେ ଗେଣ୍ଡୁ ଫୁଲ ଆଣିକି ଦେଇଦେଇ ବାପା ବାପା କହିକି ମୋତେ କୁଣ୍ଢେଇ ଧରି ପକେଇଲା ଆଉ କାନ୍ଦି ପକେଇଲା। ମୁଁ କହିଲି କ'ଣ ହେଇଛି କାନ୍ଦି ପକେଇଲା? ତ ମୋର ମଝିଆଣି ଝିଅ, ମୋର 4ଟା ଝିଅ ଆଜ୍ଞା, ମୁଁ ମଝିଆଣି ଝିଅ କହୁଛି, ବାପା ଝିଅ ଆପଣଙ୍କର ମୋବାଇଲଟି ଭାଙ୍ଗି ଦେଇଛି, ତେଣୁ ଆପଣ ବାଡ଼େଇ ବୋଲି ଡରିକି ସେ ଫୁଲ ଦେଇକି ଆପଣଙ୍କୁ ଏମିତି ଇମ୍ପ୍ରେସନ କରୁଛି। ତ ସତରେ ଆଜ୍ଞା, ଯଦି ଆପଣ କେତେବେଳେ ପାରିବାରିକ ସମସ୍ୟାର ସମ୍ମୁଖୀନ ଅଛି ସମିତି ଭିତରେ, ଆପଣ କେବେ ବି ଏହାକୁ ଫିଲ୍ କରିପାରିବେ, ଯେତେବେଳେ ହଉଛି ଆଜ୍ଞା ମାନେ ରାଗିଥିବେ ଆଉ ଆଜ୍ଞା ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଉ ଏଥିରେ ଆସିବେ, ଆମେ କ'ଣ କରିବା, ଆମର ବାପା ହଉ କି ମା ହଉ କି ଆମର ସ୍ୱାମୀ ହଉ ସ୍ତ୍ରୀ ହଉ, ଗୋଟେ ଫୁଲ ନେଇକି ଆପଣ ତାଙ୍କ ସାମ୍ନାରେ ନିଜକୁ ଡେଡିକେଟ୍ କରିବେ, ତ ବହୁତ ଆପଣଙ୍କର ସବୁ ରାଗ ରୋଷ ସେଠି କୁଆଡ଼େ ଉଭେଇ ଯାଉଛି। ବାସ୍ତବରେ ଫୁଲ ହେଉଛି ଏକ ବହୁମୂଲ୍ୟ, ତଥାପି ଏ ସଂସାରରେ ସମସ୍ତଙ୍କ ପାଇଁ ତାହା ଉପଯୋଗୀ ଓ ଦରକାରୀ ଆବଶ୍ୟକ ଅଟେ। ତ ମୁଁ ଆଶା କରେ
ଆମେ ସମସ୍ତେ ଫୁଲର ଉପକାରିତାକୁ ବୁଝିପାରିଥିବୁ ଆଉ ସମସ୍ତେ ନିଜ ନିଜ ବାଡ଼ିରେ ଫୁଲର ବ୍ୟବହାରକୁ ମଧ୍ୟ ଜାଣିପାରିଥିବୁ। ଏ ଅଳ୍ପ କାର୍ଯ୍ୟରେ ଏ ଅଳ୍ପ କଥାରେ ଆପଣ ପ୍ରଭୁଙ୍କୁ ଆଶୀର୍ବାଦ କରନ୍ତୁ।